ଶୀତ ଦିନ ଲାଗିଥିବା ଜର୍ବେରା ଗଛରେ ଆଜି କିଛି ହଳଦୀ ଗୁଣ୍ଡ ଛିଞ୍ଚା ଦେବି ଆଉ କିଛି ସ୍ପ୍ରେ ବି ମଧ୍ୟ କରିବି। ତ ଏଇ ଗଛର ଯେତେବେଳେ ପତ୍ର ଶୁଖିବାକୁ ଲାଗିଥାଏ ବା ପତ୍ର ଗୁଡ଼ାକ ଦେଖିବେ ଲଉଟେଇକି ବହୁତ ସାରା ଏମିତିଆ କିଡ଼ା ଥାଏ ଯାହାକି ଆମ ଗଛର ବହୁତ ହି କ୍ଷତି କରିଦେଇଥାନ୍ତି। ଗଛର ପତ୍ରର କିଛି ଭିଟାମିନ୍ ଯୁକ୍ତ କିଛି ଖାଦ୍ୟ ବି ମଧ୍ୟ ଶୋଷି ନେଇଥାନ୍ତି ଆଉ ଗଛର ପତ୍ରକୁ ପୁରା ଫୁଟଫୁଟିଆ ଦାଗ ବି ମାନେ ଯେମିତିଆ କଣା ଟାଇପ୍ର କରିଦେଇଥାନ୍ତି। ତ ଏମିତିଆ ଦେଖିପାରୁଥିବେ ପତ୍ର ଉପରେ କେତେ ବଡ଼ ବଡ଼ ଦେଖନ୍ତୁ ପୋକ ସବୁ ଲାଗି, ଏସବୁ ପୋକ ଗୋଟେ କେବଳ ଗଛରେ ଲାଗିବ ତାହା ନୁହେଁ, ଏମିତି ଆଖପାଖରେ ଥିବା ପ୍ରତ୍ୟେକଟି ଗଛରେ ଲାଗି ଯାଇଥାଏ। ଆଉ ଗୋଟେ ପୋକ ଲାଗିବା ମାତ୍ରକେ ୟାର ବଂଶ ଏତେ ବୃଦ୍ଧି ହେଇଥାଏ, ଯେମିତିକା ଏ ପୋକ ଏତେ ମାତ୍ରାରେ ବଢ଼ି ଯାଇଥାଏ ଯାହାଦ୍ୱାରା ଆମ ଗଛର ପ୍ରତ୍ୟେକଟି ପତ୍ର ନଷ୍ଟ ହେବାକୁ ଲାଗିଥାଏ। ତ ସେଥିପାଇଁକା ଆଜି ହେଉଛି ଏଥିର ହଳଦୀ ଗୁଣ୍ଡ ପାଣି ଛିଞ୍ଚା ଆଜି ହେଉଛି ଏଥିରେ ଦେବେ ଏଥିପାଇଁ ହଳଦୀ ଗୁଣ୍ଡ। ହଳଦୀ ଗୁଣ୍ଡ ହେଉଛି ଏକ ଉଦ୍ଭିଦ ଯତ୍ନ ପାଇଁ ପ୍ରାକୃତିକ ସମାଧାନ ଯାହା ଆଣ୍ଟି ଫଙ୍ଗଲ, ଆଣ୍ଟିବ୍ୟାକ୍ଟେରିଆ, କୀଟନାଶକ ଏବଂ ଆରୋଗ୍ୟକାରୀ ଗୁଣ ପ୍ରଦାନ କରେ। ହଳଦୀ ଗୁଣ୍ଡକୁ ଗଛ ପାଇଁ ଆମେ ବ୍ୟବହାର କରୁଥିବା ଭର୍ମି କମ୍ପୋଷ୍ଟ, ଯାହାକି ଗୋଟେ ପ୍ରକାର ପଚିଥିବା ଖତରେ ବ୍ୟବହାର କରନ୍ତି, ଯାହାଦ୍ୱାରା ଆମ ଗଛରେ ଦେଉଥିବା ଖତରେ ଆଉ କୌଣସି ଫଙ୍ଗସ ଲାଗିନଥାଏ। ତା ସହିତ ଡାଳରୁ ଚାରା ବନେଇବା ସମୟରେ ମଧ୍ୟ ଆମେ ପ୍ରାୟତଃ ଅଧିକାଂଶ ଗଛରେ ଏହାକୁ ବ୍ୟବହାର କରିଥାନ୍ତି, ଯାହା ଗୋଟେ ପ୍ରକାର ପଚି ଯାଇଥିବା କବକ ରୋଗ ସହିତ ଲଢ଼ିଥାଏ ଓ ଗଛର କ୍ଷତକୁ ଭଲ କରିଥାଏ। କେବଳ ସେତିକି ନୁହେଁ, ହଳଦୀ ଗୁଣ୍ଡ ମାଟିର ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରିଥାଏ ଆଉ ମୂଳ ବିକାଶକୁ ବଢ଼େଇଥାଏ। ହଳଦୀ ଗୁଣ୍ଡକୁ ଏମିତି 1ରୁ 2 ଚୁଟକି ମାପରେ ନିଅନ୍ତୁ, ସାଦା ପାଣି ତା ଦେହରେ ଗୋଳେଇ ଦେଇକି ଏମିତି ଗଛ ଉପରେ ଛିଞ୍ଚା ମାରନ୍ତୁ। ଗଛ ମୂଳରେ ବି ଦେଇପାରିବେ ଆଉ ଯଦି ଗଛ ମୂଳରେ ଯଦି ପୋକ ଲାଗିନି ତାହେଲେ ଆପଣ ଗଛ ଉପରେ ଯଦି କିଛି ପୋକ ଲାଗିଥାଏ କିମ୍ବା ଫୁଟଫୁଟିଆ ଦାଗ ଦେଖୁଥାନ୍ତି ତାହେଲେ ଗଛ ଉପରେ ବି ମଧ୍ୟ ସ୍ପ୍ରେ କରିଦିଅନ୍ତୁ। ଆପଣ କିଛି ବି ଉପାୟରେ ହଳଦୀର ବ୍ୟବହାର କରିପାରିବେ। ଯଦି ଆପଣ କୀଟନାଶକ ଭାବରେ ବି ବ୍ୟବହାର କରିପାରିବେ, କବକନାଶକ ଭାବରେ ବି ବ୍ୟବହାର କରିପାରିବେ। ଏମିତି ପାଣିରେ ପ୍ରଥମେ ଆପଣ ଗୋଳେଇ ଦିଅନ୍ତୁ 1ରୁ 2 ଚୁଟକି ମାପରେ ହଳଦୀ ଗୁଣ୍ଡ, ତାପରେ ତାକୁ ଗଛରେ ସ୍ପ୍ରେ କରନ୍ତୁ। ଯଦି ଆପଣଙ୍କ ଗଛରେ କୌଣସି ଡାଳରେ କିମ୍ବା ପତ୍ରରେ ପିମ୍ପୁଡ଼ି କିମ୍ବା ଏପରି ଛୋଟ ପୋକ ଲାଗୁଛନ୍ତି, ତେବେ ଗଛ ଲଗେଇଥିବା କୁଣ୍ଡରେ ବା ମାଟିରେ ହଳଦୀ ଗୁଣ୍ଡ ଗଛ ଚାରିପାଖରେ ବୁଣି ଦିଅନ୍ତୁ ଆଉ ଗଛ ଡାଳରେ ବା ଗଛର ପତ୍ର ଉପରେ ପିମ୍ପୁଡ଼ି ଥିଲେ ସ୍ପ୍ରେ କର। ଆଉ ଯଦି ଏମିତି ପୋକ ଦେଖୁଛନ୍ତି ତାହେଲେ ଜମାରୁ ବି ହେକିଆନ କରନ୍ତୁନି, ଏମିତି ଗଛର ଚାରି ସାଇଡ଼୍ ଆଉ ଗଛର ପତ୍ରକୁ ଲଉଟେଇକି ଆପଣ ସ୍ପ୍ରେ କରନ୍ତୁ, ଯାହାଦ୍ୱାରା ଏ ପୋକ ଗୁଡ଼ାକ ବି ନଷ୍ଟ ହେଇଯାଇଥାଏ। ଆଉ ଯଦି ବି ତାର କିଛିଟା ଛୋଟ ଛୋଟ ଅଣ୍ଡା ଥାଏ ସେଗୁଡ଼ା ବି ମଧ୍ୟ ନଷ୍ଟ ହେବାକୁ ଲାଗେ। କିଛି ଗଛ ପାଇଁ ବର୍ଷା ପାଣି ବହୁତ ଭଲ ହେଇଥାଏ, ଶକ୍ତିଶାଳୀ ଭଳିଆ କାମ କରିଥାଏ। ଆଉ କିଛି ଗଛ ବର୍ଷା ପାଣି ଯୋଗୁଁ ମୂଳ ବି ପଚି ଯାଇଥାଏ। ଯଦି ଅଦିନିଆ ବର୍ଷା ଆମ ଗଛର କିଛି କ୍ଷତି କରୁଥାଏ, ହଳଦୀ ଗୁଣ୍ଡର ବ୍ୟବହାର କରିକି ଆମେ ଗଛକୁ ଫଙ୍ଗଲ ଆଉ ତା ସାଥିରେ ଗଛର ଚେରକୁ ସୁସ୍ଥ ରଖିପାରିବା, ଫଙ୍ଗସ ଠାରୁ ବି ମଧ୍ୟ ରକ୍ଷା କରିପାରିବା। ତା ସହିତ ଆମେ ବହୁତ ସମୟରେ ଗଛର ଅଧିକା ଗ୍ରୋଥ୍ ବଢ଼ାଇବା ପାଇଁ କିମ୍ବା କିଛି ଗଛର ଚେର ବଢ଼ିଗଲା ପରେ ଆମେ ଚେରର ମାନେ କାଟିଥାନ୍ତି ତାର କିଛିଟା ଅଧା କେବଳ ଚେର କାଟିବା ସମୟରେ ନୁହଁ, ହଳଦୀ ଗୁଣ୍ଡକୁ ମାଟିରେ ଦେଲେ ମାଟିର ଅବସ୍ଥାକୁ ଉନ୍ନତ ରଖେ, ଯାହା ଗଛକୁ ସୁସ୍ଥ ରଖିଥାଏ। ଆଜିର ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦିଅ। ପୁଣି ଦେଖା ହେବ ନୂଆ